ସୁଧାକର ସାର୍ଙ୍କର ଷ୍ଟେସନ ମାଷ୍ଟର ପଦବୀରେ ପୋଷ୍ଟିଂ ହୋଇଥିଲା, ପୁଣି ଜଙ୍ଗଲିଆ ଏରିଆରେ। ସୁଧାକର ସାର୍ ସେଠାକାର ନୂଆ ଥିଲେ। ସେ ଜଙ୍ଗଲିଆ ଜାଗା ବିଷୟରେ କିଛି ବି ଜାଣିନଥିଲେ। ସେ ଜାଗାଟା ଦିନରେ ବି ସୁନସାନ ଥାଏ। ସେଠାକାର ଆଖପାଖ ବାସିନ୍ଦା କୁହନ୍ତି ସେ ଷ୍ଟପେଜଟି ଭୂତମାନଙ୍କର ଘର। ସୁନସାନ ରେଲୱେ ଷ୍ଟେସନ। ସେଠାରେ ରାତି 12ଟା ହେଲେ ରେଲୱେ ଷ୍ଟପେଜ ଗେଟ୍ଟି ଆପେ ଆପେ ପଡ଼ିଯାଏ ଓ ଆପେ ଆପେ ଖୋଲିଯାଏ। ସୁଧାକର ସାର୍ ସେଠାକାର ନୂଆ ଥିଲେ। ସେଥିପାଇଁ ସାର୍ ସେ କଥା ଗୁଡ଼ାକ ଜମାରୁ ବିଶ୍ୱାସ କରନ୍ତି ନାହିଁ। ସେ ସବୁବେଳେ ଭାବନ୍ତି ଭୂତ ହେଉଛି ଗୋଟେ ସ୍ପିରିଟ୍। ଭୂତ ଡରାଏ ନାହିଁ, ବରଂ ଭୂତକୁ ଦେଖି ଆମମାନଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। ସେଇ ଭୟ ବେଳେବେଳେ ଲୋକମାନଙ୍କର ଜୀବନ ବି ନେଇଯାଇଥାଏ। ହେଲେ ଏମିତି ଏକ ରାତିରେ ସୁଧାକର ସାର୍ଙ୍କ ସହ ଘଟିଲା ଏମିତି ଏକ ଘଟଣା, ଯାହାକି ତାଙ୍କୁ ସବୁଦିନ ପାଇଁ ଚାକିରି ଛାଡ଼ିବାକୁ ପଡ଼ିଲା। ଏମିତି କି ଘଟଣା ଘଟିଲା, ଆସନ୍ତୁ ଆଗକୁ ଶୁଣିବା। ଦିନକର ଘଟଣା। ସୁଧାକର ସାର୍ଙ୍କର ନାଇଟ୍ ସିଫ୍ଟ ପଡ଼ିଥାଏ। ସୁଧାକର ସାର୍ ରେଲୱେ ଷ୍ଟପେଜର ଘର ଭିତରେ ବସିଥାନ୍ତି ଓ ଚେୟାର ଉପରେ ବସି ମୋବାଇଲ ଦେଖୁଥାନ୍ତି। ସେତେବେଳକୁ ରାତି ହେବ 12ଟା। ସୁଧାକର ସାର୍ଙ୍କ ପାଖକୁ କଲ୍ ଆସେ। ସୁଧାକର ସାର୍ କଥା ହୁଅନ୍ତି। ତାପରେ ଚେୟାର ଉପରୁ ଉଠି ଷ୍ଟପେଜର ଗେଟ୍ ପକାଇବାକୁ ଯାଆନ୍ତି ଓ ଗେଟ୍ ପକାଇ ହାତରେ ସବୁଜ ରଙ୍ଗର ପତାକା ଓ ନାଲି ରଙ୍ଗର ପତାକା ଧରି ଟ୍ରେନ୍ ଆସିବାକୁ ଅପେକ୍ଷା କରନ୍ତି ଓ ତାପରେ ଟ୍ରେନ୍ ଆସେ। ସୁଧାକର ସାର୍ ସବୁଜ ରଙ୍ଗର ପତାକା ଦେଖାନ୍ତି ଓ ଟ୍ରେନ୍ ଆସି ଚାଲିଯାଏ। କାହିଁକି ନା ଆଗରେ ଲାଇନ୍ କ୍ଲିଅର ଥାଏ। ତାପରେ ସୁଧାକର ସାର୍ ପୁଣି ଥରେ ଯାଇ ଚେୟାର ଉପରେ ବସି ମୋବାଇଲ ଦେଖନ୍ତି ତ ହଠାତ୍ ଗୋଟେ ଲୋକଟା ଚାଲି ଚାଲି ଆସୁଥିବାର ଜାଣି ହୁଏ ବାହାରୁ। ସୁଧାକର ସାର୍ ଚେୟାର ଉପରୁ ଉଠି ଯାଆନ୍ତି ସେ ଲୋକକୁ ଦେଖିବାକୁ। ଥଣ୍ଡା ଥଣ୍ଡା ପବନ ଦେଉଥାଏ। ଚାରିଆଡ଼େ ସୁନସାନ। ତାପରେ ସୁଧାକର ସାର୍ ବାହାରକୁ ଯାଇ ଦେଖନ୍ତି ତ ବାହାରେ କେହି ନଥାନ୍ତି। ହେଲେ ଚାଲି ଚାଲି ଆସୁଥିବାର ଶବ୍ଦ ଶୁଭୁଥାଏ। ତାପରେ ସାର୍ ଟିକେ ବାହାରକୁ ଯାଇ ଶାନ୍ତ ନୀରବତା ସହିତ ଠିଆ ହୋଇଗଲେ ଓ କିଛି ସମୟ ପରେ ଅଦୃଶ୍ୟ ଲୋକଟି ଚାଲି ଚାଲି ଆସି ସୁଧାକର ସାର୍ଙ୍କ ପାଖ ଦେଇ ଘର ଭିତରକୁ ଗଲା ଓ ଘର ଭିତରେ ଟିଫିନ୍ ବକ୍ସ ଥୋଇଲା ଭଳି ଶବ୍ଦ ହେଲା। ତାପରେ ସୁଧାକର ସାର୍ ଘର ଭିତରକୁ ଗଲେ ଓ ଚେୟାର ଉପରେ ବସନ୍ତି ତ ତାଙ୍କୁ ଯେମିତି ଲାଗିଲା ସେ ଚେୟାର ଉପରେ କେହି ଜଣେ ବସିଛି। ତାପରେ ତାଙ୍କ ମନରେ ଟିକେ ଟିକେ ସନ୍ଦେହ ହେଲା। ସେ ଭାବିଲେ ଇଏ ତାହେଲେ ଭୂତ ଛଡ଼ା ଆଉ କେହି ହୋଇନଥିବେ। ହେଲେ ପୁଣି ଭାବିଲେ ଏ ବିଜ୍ଞାନ ଯୁଗରେ ଭୂତମାନେ କ'ଣ ଅଛନ୍ତି? ନାଇଁ, ମୋ ମନର ଭ୍ରମ। ଏହା ଭାବିଛନ୍ତି ତ ହଠାତ୍ ଟେଲିଫୋନକୁ କଲ୍ ଆସିଲା। ତାପରେ କଲ୍ ଆପେ ଆପେ ଉଠିଲା। ସୁଧାକର ସାର୍ ସେ ଦୃଶ୍ୟ ସବୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ। ମନକୁ ମନ ସୁଦୃଢ଼ କରି ଠିଆ ହୋଇ ସବୁ ଦୃଶ୍ୟ ଦେଖିଲେ। ତାପରେ ଆପେ ଆପେ ଗେଟ୍ ପଡ଼ିଗଲା ଓ ତାପରେ ଟ୍ରେନ୍ ଆସିଲା। ଶୂନ୍ୟରେ ପତାକା ସିଗ୍ନାଲ ଦେଲା ଓ ତାପରେ ଟ୍ରେନ୍ ଚାଲିଗଲା। ତାପରେ ସେ ଘର ଭିତରୁ ଅଦୃଶ୍ୟ ଲୋକଟି କହିଲା, ତମେ ଶୋଇପଡ଼, ମୁଁ ଅଛି। ମୋର ଡ୍ୟୁଟି ସରିଲେ ମୁଁ ଚାଲିଯିବି। ହେଲେ ତମେ ଏ ଜାଗାରେ ନୂଆ କି? ହଁ, ଟିକେ ଦେଖିକି ଯିବା ଆସିବା କରିବ। ଏ ଜାଗାଟା ଭାରି ଭୟଙ୍କର। ତାପରେ ସୁଧାକର ସାର୍ ପଚାରନ୍ତି, ତମେ କିଏ? ଏବେ ତ ମୋର ଡ୍ୟୁଟି, ଆଉ ତମର ଅଦୃଶ୍ୟ ହେବାର କାରଣ କ'ଣ? ତାପରେ ସେ କୁହନ୍ତି, ମୁଁ ତ ଏକଥା କହିପାରିବିନି।
ହେଲେ ତୁମକୁ ବଞ୍ଚେଇ ପାରିବି। ତମେ 2ଟା ବେଳେ ଯିଏ ଡାକିଲେ ବି ଶୁଣିବନି, ନହେଲେ ସେମାନେ ତମକୁ ତାଙ୍କ ସାଥିରେ ନେଇଯିବେ। ଏହା କହି ଅଦୃଶ୍ୟ ଲୋକ କୁଆଡ଼େ ଚାଲିଯାଏ। ସୁଧାକର ସାର୍ ଯେତେ ଡାକିଲେ ବି ସେ ଶୁଣନ୍ତି ନାହିଁ। ତାପରେ ସାର୍ ସେ କହିଥିବା କଥାକୁ ଭାବି ଘଡ଼ି ଦେଖନ୍ତି ତ 2ଟା ବାଜିବାକୁ ଆଉ 5 ମିନିଟ୍ ବାକି ଥାଏ। ତାପରେ ଆରମ୍ଭ ହୁଏ ଆବାଜ, ଧଡ଼ଧାଡ଼, ଖଡ଼ଖାଡ଼, ଚାଲିବାର ଶବ୍ଦ, ସୁନସାନ ପରିବେଶ। କିଏ ଘର ଉପରେ ଚାଲିଗଲାଣି ତ ଆଉ କେହି ଝରକା ଫିଟିଲାଣି, ଏହି ସବୁ ଶବ୍ଦ ହେଉଥାଏ। ତାପରେ ସୁଧାକର ସାର୍ ବଡ଼ ପାଟି କରି କୁହନ୍ତି, କ'ଣ ପାଇଁ ଏମିତି ହେଉଛ? ମୁଁ ତମର କି କ୍ଷତି କରିଛି? ମୁଁ ତ ଏଠାକାର ନୂଆ, ମୋତେ ତମମାନଙ୍କ ବିଷୟରେ ଜଣା ନାହିଁ। ମୁଁ ଅବା ତମର କି କ୍ଷତି କରିପାରିବି ଯେ ତମେମାନେ ମୋତେ ହଇରାଣ କରୁଛ? ତାପରେ ସେମାନଙ୍କ ଭିତରୁ କେହି ଜଣେ କୁହେ, ତୁ ଏଠାରୁ ଚାଲିଯା। ଏଠାରେ କେହି ବି 7 ଦିନରୁ ଅଧିକ ରହିପାରନ୍ତିନି। ତୁ ବି ରହିପାରିବୁନି। ଆଉ ତୁ ଯଦି ରହିବୁ ତାହେଲେ ତୁ ମରିବୁ। ତାପରେ ସୁଧାକର ସାର୍ କୁହନ୍ତି, କ'ଣ ହେଲା? କିଏ ମୋତେ ମାରିବ? ଯଦି ମାରିବ ତାହେଲେ ସେ ଉପରବାଲା ହିଁ ମାରିବ, ତା ଛଡ଼ା ଆଉ କେହି ନୁହେଁ। ଏହା କହିଛନ୍ତି ତ ହଠାତ୍ ତାଙ୍କ ଆଗରେ ଗୋଟେ ଲୋକଟିଏ ଠିଆ ହୋଇଗଲା। ତାର ବେକ କଟି ଯାଇଛି। ତାକୁ ଦେଖି ସୁଧାକର ସାର୍ ଚମକି ପଡ଼ିଲେ ଓ ତାଙ୍କ ଶରୀରରେ ସେ ଭୂତ ମିଶିଗଲା ଓ ତାଙ୍କୁ ନେଇ ଟ୍ରେନ୍ ଲାଇନ୍ର ଟ୍ରାକ୍ ଉପରେ ଠିଆ କରେଇଦେଲା। ସୁଧାକର ସାର୍ ଆଉ କିଛି ଜାଣିପାରୁନଥାନ୍ତି ଓ ତାପରେ ଟ୍ରେନ୍ ଆସି ସୁଧାକର ସାର୍ଙ୍କ ପାଖ ହୋଇଛି ତ ସେ ଅଦୃଶ୍ୟ ଲୋକଟି ସାର୍ଙ୍କୁ ଟ୍ରେନ୍ ଲାଇନ୍ ସେପଟକୁ ଠେଲିଦେଲା। ସାର୍ଙ୍କର ହଠାତ୍ ହୋସ୍ ଆସିଗଲା। ସାର୍ ଦେଖିଲେ ଟ୍ରେନ୍ ଲାଇନ୍ରେ ଠିଆ ହୋଇଛନ୍ତି। ସାର୍ଙ୍କୁ ସେଠାରୁ ଅଧିକ ଭୟ ଲାଗିଲା। ସାର୍ ସେଠାରୁ ଦୌଡ଼ି ଦୌଡ଼ି ଆସି ରେଲୱେ ଷ୍ଟପେଜ୍ ଘର ଭିତରକୁ ଚାଲିଗଲେ ଓ ସେଠାରେ ବସି ସକାଳ ହେବାକୁ ଅପେକ୍ଷା କଲେ। ସକାଳ ହେଲା। ତାପରେ ଡେ ସିଫ୍ଟର ଷ୍ଟେସନ ମାଷ୍ଟର ଆସିଲେ। ସୁଧାକର ସାର୍ ଡେ ସିଫ୍ଟର ଷ୍ଟେସନ ମାଷ୍ଟରକୁ ପଚାରିଲେ, ରାତିରେ ଘଟିଥିବା ଘଟଣା ସବୁ କହିଲେ। ତାପରେ ଡେ ସିଫ୍ଟର ଷ୍ଟେସନ ମାଷ୍ଟର ସୁଧାକର ସାର୍ଙ୍କ କଥା ଶୁଣି କୁହନ୍ତି, ଅଦୃଶ୍ୟ ଛାୟାର ପୂର୍ବରୁ ଘଟି ଯାଇଥିବା ଘଟଣା। ବହୁତ ବର୍ଷ ପୂର୍ବରୁ ଏ ଷ୍ଟପେଜରେ ଗୋଟେ ବୁଢ଼ା ଲୋକ ଷ୍ଟେସନ ମାଷ୍ଟର ଭାବରେ ଥିଲେ। ତାଙ୍କର ଘର ଏଇ ଅଳ୍ପ ବାଟରେ। ସେ ସେଠି ଚାକିରି କରିଥିବାରୁ ସବୁବେଳେ ଟିଫିନ୍ ଆଣି ଆସନ୍ତି। ସେ ଜାଗାରେ ରହି ଷ୍ଟେସନ ମାଷ୍ଟର ଭାବରେ କାମ କରନ୍ତି। ତାଙ୍କର ହୃଦଘାତ ଜନିତ ପୀଡ଼ା ଯୋଗୁଁ ସେଇ ରେଲୱେ ଷ୍ଟପେଜ ଭିତରେ ତାଙ୍କର ମୃତ୍ୟୁ ହୋଇଗଲା। ଏମିତି କିଛି ଦିନ ବିତିଗଲା ପରେ ରାତି 12ଟା ହେଲା ମାତ୍ରେ ସେ ଜାଗାରେ ସେ ଭୂତ ହୋଇ ଆସନ୍ତି ଏବଂ ଭୂତ ହୋଇଯାଆନ୍ତି। ହଁ, ଆଉ ଗୋଟେ କଥା, ସେ ଷ୍ଟପେଜରେ ଯେକୌଣସି ଲୋକ 7 ଦିନରୁ ଅଧିକ ରହିପାରନ୍ତିନି, କାରଣ ସେ ଜାଗାରେ ବହୁତ ଲୋକଙ୍କର ଆତ୍ମା ବସି ହୋଇ ରହିଛି। ଯାହା ହଉ, ତମ ଭାଗ୍ୟ ଭଲ ଥିଲା, ତମେ ବଞ୍ଚି ଯାଇଛ। ତାପରେ ସୁଧାକର ସାର୍ ଡେ ସିଫ୍ଟର ଷ୍ଟେସନ ମାଷ୍ଟର କଥା ଶୁଣି ତାଙ୍କ ରୁମ୍କୁ ଚାଲିଗଲେ। ତାପରେ ରାତି କଥା ସବୁ ଭାବିଲେ। ସତରେ ଭୂତମାନେ କ'ଣ ଅଛନ୍ତି? ଏହା ଭାବି ତା ପରଦିନକୁ ଚାକିରି ଛାଡ଼ିଦେଲେ, ଅନ୍ୟ ଜାଗାରେ ଯାଇ ଚାକିରି କଲେ।